ଗୋଟେ ପେସେଣ୍ଟ ଆସି ମତେ କହୁଛି, ସାର୍ ମୋର ମୁଣ୍ଡ ବହୁତ ବିନ୍ଧୁଛି। 3-4 ମାସ ହେଲା ମୁଁ ବୁଲି ବୁଲି ବହୁତ ଡକ୍ଟରଙ୍କୁ ଦେଖେଇଲାଣି। ସମସ୍ତେ ମତେ ମାଇଗ୍ରେନ କହୁଛନ୍ତି, ମେଡିସିନ ଦଉଛନ୍ତି ଏବଂ ମୁଁ ଯେତେ ମେଡିସିନ ଖାଇଲେ ବି ମୋ ମୁଣ୍ଡ ବିନ୍ଧା କମୁନି। ମୁଁ ତାକୁ ପଚାରିଲି ତମ ମୁଣ୍ଡ ଗୋଟେ ପଟେ ବିନ୍ଧୁଛି ନା ଦି ପଟେ ବିନ୍ଧୁଛି? ନା ସାର୍ ମୋର ଦି ପଟେ ବିନ୍ଧୁଛି। ଆଚ୍ଛା, ଦି ପଟେ ବିନ୍ଧିଲେ ମାଇଗ୍ରେନ ହବାର ଚାନ୍ସ ବହୁତ କମ। ଆଉ କଣ ଲକ୍ଷଣ ସବୁ ଅଛି? ନା ମୋ ମୁହଁ ଫୁଲା ଫୁଲା ସବୁବେଳେ ରହୁଛି ଏବଂ ମୋର ଆଖି ଲାଲ ରହୁଛି ଏବଂ ନାକରେ ପୁରା ଧଳା ପୂଜ ଭଳିଆ ପାଣି ଆସୁଛି ଏବଂ ମୁଁ ଯେତେବେଳେ ତା ମୁହଁକୁ ହାତ ମାରିଲି ତା ମୁହଁ ଦର୍ଜ ଥିଲା। ଏହା ସବୁ ମାଇଗ୍ରେନର ଲକ୍ଷଣ ନୁହେଁ। ଏହା ସବୁ ମୋଷ୍ଟଲି ସାଇନୋସାଇଟିସ ର ଲକ୍ଷଣ। ଏ ସାଇନୋସାଇଟିସ ଟା କଣ? ସାଇନୋସାଇଟିସ ହଉଛି ସାଇନସ ର ଇନଫେକ୍ସନ। ସାଇନସ କଣ? ନା ଏୟାର ପକେଟ ଭଳିଆ ସ୍ପେସ ଅଛି ଆମ ନାକ ଚାରି ପାଖରେ। ଆଠଟା ଚାରି ଚାରି ଆଠଟା ଦି ପଟେ ଅଛି। ସମସ୍ତଙ୍କର କେବେ ନା କେବେ ଏ ସାଇନସ ରେ ତ ଆଲର୍ଜିକ ରିଆକ୍ସନ ହେଇଥାଏ। କାହାର ବେଶୀ ଧୂଳି ଯୋଗୁ ବା ଡଷ୍ଟ ଆଲର୍ଜି ଯୋଗୁ, କାହାର ଖାଦ୍ୟର ଆଲର୍ଜି ଯୋଗୁ, କାହାର ମେଡିସିନ ଆଲର୍ଜି ଯୋଗୁ, କାହାର ବେଶୀ ବାହାରେ ଗଲେ ଯୋଉ ବାୟୁ ପ୍ରଦୂଷଣ ବା କେମିକାଲ ଗ୍ୟାସ ସବୁ ଟ୍ରାଫିକ ରେ ସବୁ ବାହାର ଗ୍ୟାସ ସବୁ ତାର ବି ଡଷ୍ଟ ଆଲର୍ଜି ଯୋଗୁ ଏଇ ସାଇନସ ର ଆଲର୍ଜିକ ରିଆକ୍ସନ ହେଇଥାଏ। ସେତେବେଳେ ଏଇସବୁ ସିମ୍ପଟମ ଇନିସିଆଲ ଷ୍ଟେଜରେ ପେସେଣ୍ଟର ଛିଙ୍କ ହୁଏ, ଥଣ୍ଡା ଲାଗି ରୁହେ ଏବଂ ଆଖି ଦର୍ଜ ରୁହେ। ସେ ଯାଇକି ମେଡିସିନ ଦୋକାନକୁ ଯାଆନ୍ତି। ମେଡିସିନ ଦୋକାନୀ ତ ଆଜିକାଲି ବହୁତ ବଡ ବଡ ଡକ୍ଟର ନିଜକୁ ଭାବନ୍ତି ଏବଂ ଆଣ୍ଟିବାୟୋଟିକ ଡାଇରେକ୍ଟ ଦେଇ ଦିଅନ୍ତି। କମି ତ ଯିବ ସିମ୍ପଟମ, କିନ୍ତୁ ଆପଣଙ୍କ ଯେତେବେଳେ ରିଅଲରେ ଇନଫେକ୍ସନ ହବ ସେଇ ଜାଗାରେ ଆପଣ ଆଣ୍ଟିବାୟୋଟିକ ଖାଇବେ, ସେ ଆଣ୍ଟିବାୟୋଟିକ ଆଉ କାମ ଦବନି, ରେଜିଷ୍ଟାନ୍ସ ହେଇଯିବ। ଯେତେବେଳେ ଇନଫେକ୍ସନ ହବ, ଇନଫେକ୍ସନ ଆପଣଙ୍କୁ କେତେବେଳେ ହବ? ଲାଗେ ଜ୍ୱର ଲାଗି ରହୁଛି, ଆପଣ ଟକ୍ସିକ ଲୁକ୍, ଆଖି ପୁରା ଲାଲ ଲାଲ ରହୁଛି, ଆଗରୁ ଯୋଉ ନାକରେ ପାଣି ଭଳିଆ ବହୁଥିଲା ଏବେ ସେଟା ଧଳାର ପୂଜ ଭଳିଆ ବହୁଛି, ତାହେଲେ ଆପଣଙ୍କୁ ସନ୍ଦେହ କରିପାରେ ଆପଣଙ୍କୁ ଇନଫେକ୍ସନ ହେଇଛି। ଇଏନଟି ଡକ୍ଟରଙ୍କୁ ଦେଖେଇବେ କିମ୍ବା କୌଣସି ଭଲ ମେଡିସିନ ଡକ୍ଟରଙ୍କୁ ଦେଖେଇକି ପ୍ରପର ଆଣ୍ଟିବାୟୋଟିକ ପ୍ରପର ଡ୍ୟୁରେସନ ଆପଣ ନେବେ। ଯଦି ଆପଣ ଏ ସାଇନୋସାଇଟିସକୁ ହେଳା କଲେ ଏବଂ ଏହା ଲାଗିକି ରହିଲା ଏବଂ ଏହି ଇନଫେକ୍ସନ ସିଭିୟର ହେଇଗଲା, ତେବେ ଆପଣ ନାକ ଭିତରୁ ମାଂସ ଗ୍ରୋଥ ହେଇପାରେ, ତାକୁ ନାଜାଲ ପଲିପ କୁହନ୍ତି ଏବଂ ଆପଣଙ୍କର ସାଇନସର ଇନଫେକ୍ସନ ଆହୁରି ସିଭିୟର ହେଇପାରେ। ସେତେବେଳେ ଆପଣଙ୍କୁ ଡକ୍ଟର କଣ କରିବେ? କେମିତି ଜାଣିବେ ସାଇନୋସାଇଟିସର କେତେ ବଢିଛି, କଣ ହେଇଛି? ନା ଆମର ଗୋଟେ ଆମ ନାଜାଲ ଏଣ୍ଡୋସ୍କୋପି କରନ୍ତି। କେତେ ଜଣଙ୍କର ସେଇ ସାଇନସର ସିଟି ସ୍କାନ ବି କରନ୍ତି। ସିଟି ସ୍କାନ କରି ମଧ୍ୟ ଆମର ଜାଣିପାରନ୍ତି। ସେଇ ଅନୁସାରେ ଆମେ ଟ୍ରିଟମେଣ୍ଟ ପ୍ଲାନ କରନ୍ତି। ତ ଏହା ମେଡିକାଲ ଟ୍ରିଟମେଣ୍ଟରେ ସମ୍ପୂର୍ଣ୍ଣ କ୍ୟୁରେବଲ, କିନ୍ତୁ ଆମେ ଯଦି ହେଳା କରିବା ଏହାକୁ ସର୍ଜରୀର ଦରକାର ହେଇପାରେ। ଯଦି ଆପଣଙ୍କର ଏମିତି କୌଣସି ବି ସିମ୍ପଟମ ଅଛି, ମନରେ କିଛି ବି ପ୍ରଶ୍ନ ଅଛି, ଆପଣ ଜାଣିବାକୁ ଚେଷ୍ଟା କରୁଛନ୍ତି, ତାହେଲେ କମେଣ୍ଟରେ ଲେଖି ଜଣାନ୍ତୁ। ମୁଁ ସମସ୍ତଙ୍କୁ ଉତ୍ତର ଦେବାକୁ ଚେଷ୍ଟା କରିବି। ଥ୍ୟାଙ୍କ ୟୁ। ନିଜକୁ ସୁସ୍ଥ ରଖନ୍ତୁ, ସୁରକ୍ଷିତ ରଖନ୍ତୁ। ଧନ୍ୟବାଦ।